প্রিয় ছাত্রছাত্রী এবং অভিভাবক বন্ধুମାନେ ଆପଣମାନଙ୍କୁ ପ୍ରଜ୍ଞା ଟ୍ୟୁଟୋରିଆଲ ଏକ୍ସପର୍ଟ ସ୍ୱାଗତ କରୁଛି। ଆଜିର ପ୍ରଶ୍ନ ହେଉଛି 4 ଅଙ୍କ ବିଶିଷ୍ଟ କେଉଁ ବୃହତ୍ତମ ସଂଖ୍ୟାରୁ 358 ବିୟୋଗ କଲେ ବିୟୋଗ ଫଳ 10, 12 ଓ 18 ଦ୍ୱାରା ବିଭାଜ୍ୟ ହେବ। ଆମେ ଆକୁ ଖୁବ୍ ସୁନ୍ଦର ଭାବରେ କରିବା, ଶେଷ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ ରହିଲା। କ'ଣ କରିବା? ଆଗେ 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଲା 9, 9, 9, 9। ଏଥିରେ ଆଗେ କ'ଣ କରିବା ନା ଏଇ 10, 12, 18ର ଲସାଗୁ 10, 12 ଆଉ 18ର ଲସାଗୁ ହେଉଛି 180। 180 ଦ୍ୱାରା ବିଭାଜ୍ୟ କରିବା। 18 ପଞ୍ଚା ହେଲା 90, 9 ସାରିଦେବା। ଉଡ଼ିଲା 9, ଫେରିଦେଲା 99, ପୁଣି ଉଡ଼ିଲା 9, ପୁଣି ଦେଲା 18 ପଞ୍ଚା ହେଲା 99। 18 ପଞ୍ଚା 90। ଆମ ହାତରେ ରହିଲା କେତେ ନା ବିୟୋଗ ଫଳ ହେଲା 99। ଏ 99ଟି ଆରେ ବେଶୀ ରହିଛି, କେତେ ରହିଛି ନା 9, 9, 9, 9ରୁ ଆମେ 99 ବିୟୋଗ କରିଦେଲେ ଆମ ହାତରେ କେତେ ରହିଲା ନା 9900 ରହିଲା। ଏଇ 9900ଟି 180 ଦ୍ୱାରା ବିଭାଜ୍ୟ ହେବ, ସୁତରାଂ 10, 12 ଏବଂ 18 ଦ୍ୱାରା ମଧ୍ୟ ବିଭାଜ୍ୟ ହେଇଯିବ। କିନ୍ତୁ କଣ୍ଡିସନ ଏଠି ସରୁନି, ଅଙ୍କ ଆଗକୁ ବଢ଼ିବାକୁ ପଡ଼ିବ। କ'ଣ କହିଛି ନା ଏଇଥିରୁ ଏମିତି ଏକ ସଂଖ୍ୟା ନିର୍ଣ୍ଣୟ କରିବା ଯେଇଥିରୁ ଏଇଟାକୁ ବିୟୋଗ କଲେ ବିୟୋଗ ଫଳଟା 180 ଦ୍ୱାରା ବିଭାଜ୍ୟ ହେବ। ଆମେ ଆକୁ ଯୋଗ କରି ଦେଖିବା କେତେ ହେଉଛି ନା ଆମେ ଯଦି ଯୋଗ କରି ଦେଖୁଛୁ ଆ ଦେହରେ 358 ଆମେ କେତେ ପାଉଛୁ? ଆମେ ପାଉଛୁ 8, ଆମେ ପାଉଛୁ 5, 9 3 12 2 ରଖିଲା 9 5 ଅଙ୍କ ବିଶିଷ୍ଟ ସଂଖ୍ୟା ହେଇଗଲା। ତେଣୁ ଏଠି କଣ୍ଡିସନ ଫେଲ୍ ହେଉଛି କ'ଣ? 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଚାହିଁଛି, ଏଇଟା 5 ଅଙ୍କ ବିଶିଷ୍ଟ ସଂଖ୍ୟା ହେଇଯାଉଛି। 258 ବେଶୀ ହେଉଛି। 258 ବେଶୀ ହେଇଥିବାରୁ ଆମକୁ କ'ଣ କରିବାକୁ ପଡ଼ିବ ନା 18 ଦୁନେ 36 ଆମେ ଏଇଟାକୁ 180ର ଗୁଣିତକ 180 ଫେରିଲେ ବି ମଧ୍ୟ ଏହା 5 ଅଙ୍କ ବିଶିଷ୍ଟ ସଂଖ୍ୟା ରହୁଛି। ତେଣୁ ଆର ଗୁଣିତକ ହେଲା 2 ହେଲା 180ରେ 2 ଗୁଣିଲେ 360। 360 ଯଦି ଆମେ ବିୟୋଗ ଏଥିରୁ କରିଦେଉଛୁ 360 ଆମେ କ'ଣ ପାଉଛୁ? ଆମେ ପାଉଛୁ 8, ଏଠି ହେଲା 9, ଏଠି ହେଲା 10, 10 ଗଲା ପରେ 11ରୁ 8 ଗଲା 3, 8, ଏଠି ହେଲା 9। ଏହି ସଂଖ୍ୟାଟି ଆମେ ପାଇଲେ ଆମ ଉତ୍ତର ହେଲା ଏଇଟା। ଏଇଥିରୁ ଯଦି ଆମେ 358 ବିୟୋଗ କରିବା ଯେଉଁ ସଂଖ୍ୟାଟି ପାଇବା ସେହି ସଂଖ୍ୟାଟି ହେବ ଆପଣ ସରି ଏଇଥିରୁ ଯଦି 358 ବିୟୋଗ କରିବା ଆମେ ଯଦି 358 ବିୟୋଗ କରିବା ଯେଉଁ ସଂଖ୍ୟାଟି ପାଇବା ସେ ସଂଖ୍ୟାଟି 180 ଦ୍ୱାରା ବିଭାଜ୍ୟ ହେବ। ସୁତରାଂ 10, 12, 18 ଦ୍ୱାରା ମଧ୍ୟ ବିଭାଜ୍ୟ ହେବ। ଏଇଟା ହେଲା ଆମ ଉତ୍ତର। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ଧନ୍ୟବାଦ।